সর্বত্র প্রত্যেক কার্যে କାର୍ଯ୍ୟକ୍ଷେତ୍ରରେ ରାସ୍ତାରେ ବା ଘରେ ନିଜ ସହିତ ନିଜ ପରିବାର ସହକର୍ମୀ ଜନସାଧାରଣ ପର୍ଯ୍ୟାବରଣ ତଥା ଦେଶର କଲ୍ୟାଣ ନିମନ୍ତେ ସଦା ସୁରକ୍ଷା ଅବଲମ୍ବନ କରିବାକୁ ପ୍ରତିଜ୍ଞା ନେଉଛି। ଧନ୍ୟବାଦ। ଆମର କାଲି ଗୋଟେ ହେଇଗଲା ଇନସିଡେଣ୍ଟ ଯୋଉଟା ଫାଟାଲ ହେଇଗଲା ଜଣଙ୍କର ମୃତ୍ୟୁ ହେଇଗଲା ପ୍ରାୟ ସମସ୍ତେ ଗ୍ରୁପରେ ପଠେଇ ଦେଖିଦେବ ଦେଖିଛନ୍ତି ଆମର ଭିଡ଼ିଓ ତା ସହିତ ଅନଲାଇନରେ ଯେଉଁ ଲିଙ୍କ ପଠାଇଥିଲି ଭିଡ଼ିଓ ସେଇଟା କାଲି ତାର ଲିଙ୍କ ପଠାଇଥିଲା ଗ୍ରୁପରେ ଭିଡ଼ିଓ ହେଉଥିଲା ତ ସେଇଟା କ'ଣ ହେଇଛି ଜିନିଷଟା ଆମର 7 ତାରିଖ ଦିନ ଯେଉଁ ହେଇଥିଲା ସନ୍ଧ୍ୟା 4:30 ସମୟରେ ଲୋକେସନ୍ ହେଉଛି ଗୋଟା କଲୋନୀ ଆଜମେର ତ ଫାଟାଲ ହେଲା ଯେଉଁଥିରେ ଲାଇନମ୍ୟାନଙ୍କ ମୃତ୍ୟୁ ହେଇଗଲା। ଲାଇନମ୍ୟାନ ନାଁ ହେଉଛି ମିଷ୍ଟର ରୋହିତ ତ ତାଙ୍କର ଏଜେନ୍ସି ହେଉଛି MS ସୂର୍ଯ୍ୟା ପ୍ରୋଜେକ୍ଟ। ତ ଆମର MMGର ଗୋଟେ ଟିମ୍ ଯାଇଥିଲେ ଲୋଡ୍ ଏନହାନ୍ସମେଣ୍ଟ କେସ୍ ଥିଲା 1.7 କିଲୋମିଟର ତାକୁ ଆହୁରି 15 ଦିନ ଲାଗିବ। ପ୍ରିଲିମିନାରୀ ରିପୋର୍ଟ କ'ଣ ହେଲା ସେଇଟା ଆମେ ବିଶ୍ଲେଷଣ କରିବା ଯେମିତି ତାର କଜ୍ କାରଣ କ'ଣ ଥିଲା। କାରଣ ଏଇଟା କହୁଛି କି ଯେଉଁ ଆମର PVC କେବୁଲ୍ ଥିଲା ଷ୍ଟ୍ରିଟ୍ ଲାଇଟ୍ର ସେଇଟା କାଳେ ଲିକେଜ୍ ହେଲା କି ସେ ଯେହେତୁ କାମ କରେ ଆମର ପ୍ରାୟ ଲାଇନ୍ କ'ଣ କରୁଛି ଷ୍ଟ୍ରିଟ୍ ଲାଇଟ୍ ଚାଲୁ ରହୁଛନ୍ତି କାମ କରୁଛନ୍ତି କଣ୍ଟା ବାଜୁଛି ନଈକି କାମ କରୁଛନ୍ତି ହାତ ଗୋଡ଼ ପାଚୁ ନେଲେ ତ ସେଇଟା କୁହାଯାଏ ଷ୍ଟ୍ରିଟ୍ ଲାଇଟ୍ ଯୋଗୁଁ ବି କିଛି ଜଏଣ୍ଟ ଯୋଗୁଁ ତାକୁ ସକ୍ ଲାଗିପାରେ। LMR ଯେଉଁ ହେଲା ରିକ୍ସଟା କଲେ କିନ୍ତୁ ପ୍ରପରଲି ଯେଉଁ ଷ୍ଟ୍ରିଟ୍ ଲାଇଟ୍ ଉପରେ ସେମାନେ ବିଶ୍ଳେଷଣ କରୁନାହାନ୍ତି କି ଷ୍ଟ୍ରିଟ୍ ଲାଇଟ୍ ଅଛି ତାକୁ ସକ୍ ଲାଗିବାର ବହୁତ ଚାନ୍ସ ଅଛି ସେଇଟା କରୁନାହାନ୍ତି। ତାପରେ ଲାଷ୍ଟ ହେଉଛି ଆମର ଅଦର ହେଲ୍ଥ ଆଉ ଗୋଟେ ବି ପ୍ରୋବ୍ଲେମ୍ ହେଇପାରେ କ'ଣ କାରଣ ଯେହେତୁ ପ୍ରପରଲି ରିପୋର୍ଟ ଯେହେତୁ ନ ଆସିଛି ସେ ରୁଟ୍ ଦେହରେ 5-6ଟା ପଏଣ୍ଟ ଦେଖିଛନ୍ତି ଆଉ ଗୋଟେ ହେଲ୍ଥ ଇସ୍ୟୁ ବି ହେଇଥାଇପାରେ ଠିକ୍ ଅଛି ନା ଯେହେତୁ ଆମେ ଟିଭିଟି କରୁଛେ ପ୍ରାୟ ସମସ୍ତ ହେଲ୍ଥ ଷ୍ଟାଫ୍ ଓକେ ଲେଖିছে ନା ନାହିଁ ତ ଏଇଟା ଲାଇନମ୍ୟାନକୁ ପଚାରିକି କରିବ ବୁଝିଲି ତ କେଉଁଠି ତାର ହେଲ୍ଥ ଇସ୍ୟୁ ଅଛି କି ଚଢ଼ିପାରିବ କି ନା ନାହିଁ ଏଇଟା ଗୋଟେ କହିବ। ତାପରେ ଆକ୍ଚୁଆଲି କଜ୍ ତାଙ୍କର ଯେଉଁ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ 15 ଦିନ ପରେ ସେଇଟା ପ୍ରପରଲି ରିପୋର୍ଟ ଆସିବ ଫାଇନାଲ୍ ରିପୋର୍ଟ ତାପରେ